ଜୟ ଜଗନ୍ନାଥ। ଶୁଭ ସକାଳ ଦର୍ଶକ ବନ୍ଧୁ। ଚାଲନ୍ତୁ ଆଜି ଦିନର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତା ପୂର୍ବରୁ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରିନିଅନ୍ତୁ। ପ୍ରଥମ ଖବର, ଗ୍ରାମରକ୍ଷୀଙ୍କ ମାସିକ ଭତ୍ତା ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୂର୍ବରୁ ଗ୍ରାମରକ୍ଷୀ 1800 ଟଙ୍କା ପାଉଥିବା ବେଳେ 700 ଟଙ୍କା ବୃଦ୍ଧି କରିଛନ୍ତି ସରକାର। ବର୍ତ୍ତମାନ ଗ୍ରାମରକ୍ଷୀମାନେ 2500 ଟଙ୍କା ମାସିକ ଭତ୍ତା ପାଇବେ। ଯେଉଁ ଥାନା ଅଧୀନରେ ଗ୍ରାମରକ୍ଷୀ କାମ କରୁଥିବେ, ସପ୍ତାହକୁ ଥରେ ଯାଇ ସେଠାରେ ଉପସ୍ଥାପନ ଦେବେ। ପରବର୍ତ୍ତୀ ଖବର, ଆକାଉଣ୍ଟକୁ ଆସିଲା ସୁଭଦ୍ରା ଟଙ୍କା। 4,57,681 ମହିଳାଙ୍କ ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା। ନୂଆ 1,78,398 ଜଣ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିଛି। 4,57,681 ମହିଳାଙ୍କୁ ସୁଭଦ୍ରା ଟଙ୍କା ନେଇ ଘୋଷଣା କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେପଟେ ନୂଆ 1,78,398 ଜଣଙ୍କୁ ସାମିଲ କରାଯାଇଥିବାରୁ ସେମାନଙ୍କୁ ମଧ୍ୟ ସୁଭଦ୍ରା ସହାୟତା ପ୍ରଦାନ କରାଯାଇଛି। ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବାଦ ପଡ଼ିଥିବା 2,55,265 ଜଣଙ୍କୁ ସାମିଲ କରାଯାଇଛି। ପରବର୍ତ୍ତୀ ଖବର, ସରକାରଙ୍କ ବଡ଼ ଘୋଷଣା। ଆଜିଠୁ 4 ଦିନ ସ୍କୁଲ ଛୁଟି। ଚଳିତ ବର୍ଷ ସରସ୍ୱତୀ ପୂଜାରେ ସ୍କୁଲ ପିଲାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ସରକାର। ସରସ୍ୱତୀ ପୂଜା, ପ୍ରବଳ ଶୀତଲହରୀ ଏବଂ ଘନ କୁହୁଡ଼ିକୁ ଦୃଷ୍ଟିରେ ରଖି ପ୍ରଶାସନ ସ୍କୁଲ ଛୁଟି ସମ୍ପର୍କରେ ନୂତନ ନିର୍ଦ୍ଦେଶ ଜାରି କରିଛି। 4 ଦିନ ରହିବ ସ୍କୁଲ ବନ୍ଦ। ପରବର୍ତ୍ତୀ ଖବର, ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ଓଡ଼ିଶାରେ ବ୍ୟାନ୍ ହେବ ନିଶାଦ୍ରବ୍ୟ। ଓଡ଼ିଶାରେ ବ୍ୟାନ୍ ହେବ ବିଡ଼ି, ସିଗାରେଟ୍, ଗୁଟ୍ଖା, ତମାଖୁ, ଖଇନି ଏବଂ ଜର୍ଦା ସମେତ ଅନେକ ନିଶାଦ୍ରବ୍ୟ। ଓଡ଼ିଶା ସରକାର ଏହି ସବୁ ନିଶାଦ୍ରବ୍ୟକୁ ବନ୍ଦ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବିଡ଼ି, ସିଗାରେଟ୍, ଗୁଟ୍ଖା, ତମାଖୁ, ଖଇନି ଏବଂ ଜର୍ଦା ସମେତ ଏହି ସମସ୍ତ ଉତ୍ପାଦଗୁଡ଼ିକୁ ଓଡ଼ିଶାରେ ନିଷିଦ୍ଧ କରାଯାଇଛି। ରାଜ୍ୟରେ ସେମାନଙ୍କର ଉତ୍ପାଦନ, ପ୍ୟାକେଂ, ବଣ୍ଟନ ଏବଂ ବିକ୍ରୟକୁ ମଧ୍ୟ ନିଷେଧ କରାଯାଇଛି। ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ନୂତନ ନିୟମ କାର୍ଯ୍ୟକାରୀ କରିବା ପାଇଁ ଏକ ବିଜ୍ଞପ୍ତି ଜାରି କରିଛି। ପରବର୍ତ୍ତୀ ଖବର, ଆକ୍ସନ ମୋଡରେ ଜିଲ୍ଲା ଶିକ୍ଷାଧିକାରୀ। ପୁରୀ ଜିଲ୍ଲାର 72 ଜଣ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ 1 ମାସର ଦରମା ବନ୍ଦ କରିବାକୁ ଚିଠି ଜରିଆରେ ନିର୍ଦ୍ଦେଶ ଜାରି କରାଯାଇଛି। ବର୍ଷା ସମୟରେ ବଜ୍ରପାତ ହେଲେ ସେଥିରୁ କିଭଳି ସୁରକ୍ଷିତ ରହିପାରିବେ ଏବଂ ସାପ କାମୁଡ଼ିଲେ ତୁରନ୍ତ କିଭଳି ପ୍ରାଥମିକ ଚିକିତ୍ସା ହୋଇପାରିବ, ସେ ନେଇ ଜିଲ୍ଲାର ସମସ୍ତ ସ୍କୁଲରେ ସଚେତନତା କାର୍ଯ୍ୟକ୍ରମ ଜରିଆରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରିବା ଲାଗି ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ବଜ୍ରପାତ ସଚେତନ ପାଇଁ ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ 2,000 ଟଙ୍କା ଏବଂ ସାପ କାମୁଡ଼ା ସଚେତନତା ଲାଗି ଜିଲ୍ଲାର ସମସ୍ତ ସ୍କୁଲକୁ 2,500 ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। ତେବେ ଏହି ସଚେତନତା କାର୍ଯ୍ୟକ୍ରମରେ ଖର୍ଚ୍ଚର ହିସାବ ନ ଦେଇପାରିବାରୁ 72 ଜଣ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ 1 ମାସର ଦରମା ବନ୍ଦ ପାଇଁ ଚିଠି ହୋଇଛି। ପରବର୍ତ୍ତୀ ଖବର, ଜାନୁଆରୀ 24 ରାଜ୍ୟବ୍ୟାପୀ ବସ୍ ଧର୍ମଘଟ କରିବେ ଘରୋଇ ବସ୍ ମାଲିକ ସଂଘ। ଗୁରୁବାର କଟକଠାରେ ଅନୁଷ୍ଠିତ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ସୂଚନା ଦିଆଯାଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ବ୍ଲକରୁ ଜିଲ୍ଲା ସଦର ମହାକୁମା ପର୍ଯ୍ୟନ୍ତ ଚାଲୁଥିବା ମୁଖ୍ୟମନ୍ତ୍ରୀ ବସ୍ ସେବାକୁ ବିରୋଧ କରି ଏହି ଧର୍ମଘଟ ଡାକରା ଦିଆଯାଇଛି। ସଂଘର ସାଧାରଣ ସମ୍ପାଦକ କହିବା ଅନୁଯାୟୀ 4ଟି ଜିଲ୍ଲାର ଜିଲ୍ଲାପାଳ ସଂଘର ଦାବିକୁ ଗ୍ରହଣ କରିଥିବା ବେଳେ ଜଗତସିଂହପୁର ଜିଲ୍ଲାପାଳ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହାନ୍ତି। ପରବର୍ତ୍ତୀ ଖବର, ପ୍ରତି ମାସରେ ଆକାଉଣ୍ଟକୁ ଆସିବ 5,000। ଅଟଳ ପେନ୍ସନ୍ ଯୋଜନାରେ ପ୍ରତିଦିନ ମାତ୍ର 7 ଟଙ୍କା ବିନିଯୋଗ କରିବାକୁ ହେବ।
ଏହି ହିସାବରେ ପ୍ରତି ମାସରେ ମାତ୍ର 210 ଟଙ୍କା ବିନିଯୋଗ କଲେ ପ୍ରତି ମାସରେ 5,000 ଟଙ୍କା ପେନସନ ମିଳିବ। ଏହାର ଅର୍ଥ ହେଉଛି ପ୍ରତିଦିନ ଆପଣଙ୍କୁ କେବଳ 7 ଟଙ୍କା ବିନିଯୋଗ କରିବାକୁ ପଡ଼ିବ। ଅଟଳ ପେନସନ ଯୋଜନା PFRDA ଦ୍ୱାରା ପରିଚାଳିତ। ଯେହେତୁ ଏହା ଏକ ସରକାରୀ ଯୋଜନା, ତେଣୁ ଏଥିରେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଏହି ଯୋଜନାରେ ସର୍ବନିମ୍ନ ପେନସନ ମୂଲ୍ୟ 1,000 ଓ ସର୍ବାଧିକ 5,000 ଟଙ୍କା ରହିଛି। ପରବର୍ତ୍ତୀ ଖବର, ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା। ଦେଶର 10 ରାଜ୍ୟରେ ଖାଲି ହେବାକୁ ଥିବା 37 ରାଜ୍ୟସଭା ଆସନ ପାଇଁ ଭାରତର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ରିଟର୍ଣ୍ଣ ଅଫିସର ନିଯୁକ୍ତି ଲାଗି ପ୍ରସ୍ତାବ ମାଗିଲେ ନିର୍ବାଚନ କମିଶନ। ପରବର୍ତ୍ତୀ ଖବର, ବସନ୍ତ ପଞ୍ଚମୀରେ ଭୋଜଶାଳାରେ ହେବ ପୂଜା ଓ ନମାଜ ପାଠ। ଐତିହାସିକ ଭୋଜଶାଳାକୁ ନେଇ ଚାଲିଥିବା ବିବାଦର ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି। ମଧ୍ୟପ୍ରଦେଶର ଧାରା ଜିଲ୍ଲାରେ ଏଭଳି ଏକ ବିବାଦର ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ହିନ୍ଦୁ ପକ୍ଷ ଦ୍ୱାରା ଦାୟର ଏକ ନୂତନ ଆବେଦନ ଉପରେ ଗୁରୁବାର ସୁପ୍ରିମକୋର୍ଟ ତାଙ୍କ ରାୟ ଶୁଣାଇଛନ୍ତି। ବସନ୍ତ ପଞ୍ଚମୀ ଓ ଶୁକ୍ରବାର ନମାଜ ପାଠ ଗୋଟିଏ ଦିନରେ ପଡୁଥିବାରୁ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ବସନ୍ତ ପଞ୍ଚମୀ ଓ ପୂଜା ଶୁକ୍ରବାର ନମାଜ ପାଠ ଉଭୟ ଭୋଜଶାଳାରେ ଅନୁଷ୍ଠିତ ହେବ। ପରବର୍ତ୍ତୀ ଖବର, ଟି-20 ବିଶ୍ୱକପ 2026ରୁ ବାଦ ପଡ଼ିଛି ବାଂଲାଦେଶ। ଭାରତରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛି। ବିସିବିକୁ 24 ଘଣ୍ଟାର ମହଲତ ଦେଇଥିଲା ICC। ତେବେ ଗୁରୁବାର ଢାକାରେ ବିସିବି ଏବଂ ବାଂଲାଦେଶ ସରକାରଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ନିଷ୍ପତ୍ତି ନିଆଯାଇଛି କି ବାଂଲାଦେଶ ଖେଳାଳି ଟି-20 ବିଶ୍ୱକପ ଖେଳିବାକୁ ଭାରତ ଯିବନି। ଏନେଇ ICCକୁ ଜଣାଇଛି ବିସିବି। ଏବେ ବାଂଲାଦେଶ ବାଦ ପଡ଼ିବାକୁ ଯାଉଥିବା ବେଳେ ସ୍କଟଲ୍ୟାଣ୍ଡ ଖେଳିବା ପାଇଁ ରାସ୍ତା ଫିଟିଛି। ପୂର୍ବରୁ ମଧ୍ୟ ଏନେଇ ଚର୍ଚ୍ଚା ହୋଇଥିଲା। ଯଦି ବାଂଲାଦେଶ ନ ଆସେ ତାହେଲେ ଏହି ଦଳକୁ ସୁଯୋଗ ଦିଆଯିବ। ପରବର୍ତ୍ତୀ ଖବର, ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ରୋହିତ ଶର୍ମାଙ୍କୁ କ୍ରିକେଟରେ ତାଙ୍କର ଅତୁଳନୀୟ ଅବଦାନ ଏବଂ ଉଦାହରଣୀୟ ନେତୃତ୍ୱ ପାଇଁ ଅଜିଙ୍କ୍ୟ DYA ପାଟିଲ ବିଶ୍ୱବିଦ୍ୟାଳୟ ଦ୍ୱାରା ମାନପାତ୍ର ଡକ୍ଟରେଟ୍ ପ୍ରଦାନ କରାଯିବ। ଏହି ସମାବର୍ତ୍ତନା ସମାରୋହ ଶନିବାର ଜାନୁଆରୀ 24, 2026ରେ ଅନୁଷ୍ଠିତ ହେବ। ପରବର୍ତ୍ତୀ ଖବର, ମୋଦିଙ୍କୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ। ଗୋଟିଏ ପଟେ ଟ୍ରମ୍ପ ଇରାନକୁ ସମ୍ପୂର୍ଣ୍ଣ ଧ୍ୱସ୍ତ କରିବାକୁ ଧମକ ଦେଉଥିବା ବେଳେ ଅନ୍ୟପଟେ ଭାରତ ପ୍ରତି ଦେଖାଇଛନ୍ତି ନରମ ଭାବନା। ଭାରତ ସହ ଭଲ ସମ୍ପର୍କ ରଖିବାକୁ ନିଜ ଆଡୁ ବଢାଇଛନ୍ତି ହାତ। କେବଳ ଭାରତ ନୁହେଁ, ମୋଦିଙ୍କୁ ମଧ୍ୟ ଭୁରି ଭୁରି କରିଛନ୍ତି ପ୍ରଶଂସା। ମୋଦି ଜଣେ ବିଚକ୍ଷଣ ବ୍ୟକ୍ତିତ୍ୱ। ସେ ଖୁବ୍ ଚାଲାକ। ଏମିତି କେତେ କ'ଣ କହି ବିଶ୍ୱ ମଞ୍ଚରେ ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ଟ୍ରମ୍ପ। ପରବର୍ତ୍ତୀ ଖବର, ଭାରତ ସହ ସମ୍ପର୍କ ବଢାଇବା ଅତି ଜରୁରୀ। ଭାରତକୁ ଏକ ବିଶ୍ୱସ୍ତ ବନ୍ଧୁ କହିଲେ ସ୍ପେନ ବୈଦେଶିକ ମନ୍ତ୍ରୀ। ନୂଆଦିଲ୍ଲୀରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ଆଲୋଚନା ସମୟରେ ସ୍ପେନ ବୈଦେଶିକ ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନର ବିଶ୍ୱ ପରିସ୍ଥିତିରେ ଭାରତ ପରି ଏକ ବିଶ୍ୱସ୍ତ ଦେଶ ସହ ସମ୍ପର୍କ ବଢାଇବା ସ୍ପେନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ସ୍ପେନ ବୈଦେଶିକ ମନ୍ତ୍ରୀ ଜୋସ୍ ମାନୁଏଲ ଆଲବାରେସ୍।